ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ସାହିତ୍ୟ ସିନ୍ଧୁ ପୁସ୍ତକର ଭୀମଙ୍କ ସିଂହନାଦ ରଡ଼ିର କୋଶ୍ଚିନ୍ ନମ୍ବର 21କୁ ଆଲୋଚନା କରିବା। ଆଜିର ପ୍ରଶ୍ନ ହେଉଛି ସରଳାର୍ଥ। ଆମର ପ୍ରଶ୍ନ ହେଉଛି କାଳନାଳ ଜାଣି ବିକାଶ ସିଂହନାଦ ଜ୍ୟୋତି ଆଦିତ୍ୟ ହୁଁ ସତେଗୁଣ ତେଜ ବିକାଶନ୍ତି। ଏ ହେଲା ଆମର ପ୍ରଶ୍ନ। ଏହାର ଉତ୍ତରକୁ ଆମେ ଆଲୋଚନା କରିବା ପିଲାମାନେ। ତାହେଲେ ଡେରି ନକରି ଆଗେଇ ଯିବା। ଆମକୁ କ'ଣ କରିବାକୁ ପଡ଼ିବ? ସରଳାର୍ଥ ଲେଖୁଛୁ ମାନେ ପ୍ରଥମ ଦୁଇଟି ଶବ୍ଦ ଏବଂ ଶେଷ ଦୁଇଟି ଶବ୍ଦକୁ ଲେଖିବାକୁ ପଡ଼ିବ। ଆଲୋଚ୍ୟ ପଦ୍ୟାଂଶଟି ମାଟିର ମହାକବି ଶାରଳା ଦାସଙ୍କ ଶ୍ରେଷ୍ଠ ସାହିତ୍ୟ କୃତି ମହାଭାରତର ଗଦା ପର୍ବସ୍ଥ ଭୀମଙ୍କ ସିଂହନାଦରୁ ଗୃହୀତ। ଭୀମଙ୍କ ସିଂହନାଦ ରଡ଼ିରୁ ଏଠାରେ ଅଣାଯାଇଛି ଏବଂ କବି ଶିବଙ୍କ ବିଶେଷ ବାଦ୍ୟ ସିଂହନାଦର ମହତ୍ତ୍ୱ ଏଠାରେ ସେ ପ୍ରତିପାଦନ କରିଛନ୍ତି। ଏଠାରେ ସେ ବର୍ଣ୍ଣନା କରିବାକୁ ଯାଉଛନ୍ତି ସିଂହନାଦ ବିଷୟରେ, ଯିଏକି ଶିବଙ୍କ ପାଖରେ ଶୋଭା ପାଉଥିଲା। ସିଂହନାଦ ହେଉଛି ମଇଁଷି ସିଂହରେ ନିର୍ମିତ ଏକ ବାଦ୍ୟ, ଯେଉଁଟାକି ମଇଁଷିମାନଙ୍କର ସିଂହରେ ପ୍ରସ୍ତୁତ ହୋଇଥାଏ ଏବଂ ଏହା ଦେବଦେବ ମହାଦେବଙ୍କ ନିକଟରେ ନିଜର ବିଶେଷତାର ପ୍ରମାଣ ଦେଇଥାଏ। ସିଂହନାଦଟା କିଏ ବାଜନ କରିଥାନ୍ତି? ନା ଶିବ ଯେତେବେଳେ ଭୈରବ ରୂପ ଧାରଣ କରନ୍ତି ସେହି ସମୟରେ ସିଂହନାଦକୁ ସେ ବଜାନ୍ତି। ବଜାଇବା ଦ୍ୱାରା ପୃଥିବୀରେ ବା ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ବିଭିନ୍ନ ପ୍ରକାର କମ୍ପମାନ ମଧ୍ୟ ହୋଇଥାଏ। ସେ ଯେତେବେଳେ ଭୈରବ ରୂପ ଧାରଣ କରନ୍ତି ସେ ସମୟରେ କ'ଣ କରନ୍ତି? ନା ସିଂହନାଦକୁ ବଜାଇବା ଦ୍ୱାରା ପୃଥିବୀରେ ପ୍ରଳୟ ସୃଷ୍ଟି ହୋଇଥାଏ ଏବଂ ଦୁର୍ଯ୍ୟୋଧନ ଭୀମଙ୍କ ପାଖରୁ ନିସ୍ତାର ପାଇବା ପାଇଁ ବ୍ୟାସ ସରୋବରରେ ସେ ଆତ୍ମଗୋପନ କରିଥିଲା, ଲୁଚି ରହିଥିଲା। ତ ସେ କେମିତି ବ୍ୟାସ ସରୋବରରୁ ବାହାରକୁ ବାହାରିବ ସେ କଥାଟା କିଏ ଜାଣିଥିଲେ? ସହଦେବ ଜାଣିଥିଲେ। ତ ଦୁର୍ଯ୍ୟୋଧନଙ୍କୁ ବ୍ୟାସ ସରୋବରରୁ ବାହାରକୁ ବାହାର କରିବା ପାଇଁ ସିଂହନାଦ ପ୍ରାପ୍ତି ନିମନ୍ତେ ସେ କ'ଣ କଲେ? ନା ତପସ୍ୟା କଲେ ଦେବଦେବ ମହାଦେବ ଶିବଙ୍କୁ। ମାତ୍ର ସହଦେବଙ୍କ କଥା ଅନୁଯାୟୀ ଏବଂ ଶ୍ରୀକୃଷ୍ଣଙ୍କ ପରାମର୍ଶ ଅନୁସାରେ ଭୀମସେନ କ'ଣ କଲେ? ନା ଶିବଙ୍କଠାରୁ ସିଂହନାଦ ପାଇବା ପାଇଁ ପ୍ରାର୍ଥନା କଲେ, ତପସ୍ୟା କଲେ, ତପସ୍ୱିଦ୍ଧ ହେଲେ ଏବଂ ଭୀମ ସିଂହନାଦ ପାଇବା ପାଇଁ ଶିବଙ୍କୁ ଧ୍ୟାନ କରିବାରୁ ଶିବଙ୍କ ଆସ୍ଥାନ କମ୍ପି ଉଠିଥିଲା। ଆସ୍ଥାନ କହିଲେ ସେ ଯେଉଁଠି ତପସ୍ୟା କରୁଥିଲେ ତାଙ୍କର ଆସନଟା କ'ଣ ହେଇଥିଲା? ବା ବସିଥିଲେ ଯେଉଁଠି, ସେ ଜାଗାଟା କ'ଣ ହେଲା? ନା କମ୍ପମାନ ହେଉଥିଲା। ସେ ନିଜର ଦିବ୍ୟ ଶକ୍ତି ବଳରେ ଜାଣିପାରିଲେ ଭୀମ ହିଁ ତାଙ୍କୁ ସିଂହନାଦ ନେବା ପାଇଁ ପ୍ରାର୍ଥନା କରୁଛି। ଦେବଦେବ ମହାଦେବ ହେଉଛନ୍ତି ସର୍ବଶକ୍ତିମାନ, ସର୍ବତ୍ର ବିଦ୍ୟମାନ। ସେ ସବୁକିଛି ଜାଣିପାରନ୍ତି। ତେଣୁ ତାଙ୍କର ଦିବ୍ୟ ଶକ୍ତି ବଳରେ ସେ ଜାଣିଗଲେ ଯେ ଭୀମସେନ କ'ଣ କରୁଛି? ନା ସିଂହନାଦ ପ୍ରାପ୍ତି ନିମନ୍ତେ ସେ ତପସ୍ୟା କରିବାରେ ଲାଗି ରହିଛି। ଏବଂ ଶିବ ପାର୍ବତୀଙ୍କ କଥା ଅନୁଯାୟୀ ପଚାରିଲେ ଶିବ ପାର୍ବତୀଙ୍କୁ ଯେ ଭୀମସେନ ଆମକୁ ସିଂହନାଦ ମାଗୁଛି ବା ସିଂହନାଦ ନିମନ୍ତେ ସେ ତପସ୍ୟା କରୁଛି, ଆମେ ତାକୁ ସିଂହନାଦ ଦେବା ନା ନାହିଁ? ତ ତାଙ୍କର ପ୍ରତି ଉତ୍ତରେ ଭୀମଙ୍କର ପୂର୍ବର ଉପକାର କଥା ସ୍ମରଣ କରିଦେଇଥିଲେ କିଏ? ନା ପାର୍ବତୀ ମହାଦେବଙ୍କୁ। ଭୀମସେନ ଅଶ୍ଳେଷା ଦୈତ୍ୟକୁ ବିନାଶ କରି କୈଳାସ ଉଦ୍ଧାର କରିଥିବାରୁ ଶିବ ଭୀମଙ୍କୁ ବର ଦେବା ପାଇଁ କହିଥିଲେ। ସେହି ବରକୁ ସ୍ମରଣ କରି ଶିବ ଭୀମଙ୍କୁ ନିଜର ଦିବ୍ୟ ଭୈରବ ବାଦ୍ୟ ସିଂହନାଦ ପ୍ରଦାନ କରିଥିଲେ। ଯାହାଫଳରେ ଶିବ କ'ଣ କଲେ? ନା ସେଇ ଯେଉଁ ସିଂହନାଦ ଯାହାକି ଭୈରବ ରୂପ ଧାରଣ କରିବା ସମୟରେ ସେ ବାଜନ କରନ୍ତି ତାକୁ ସେ ପ୍ରଦାନ କରିଥିଲେ। କାହାକୁ? ନା ଭୀମକୁ ପ୍ରଦାନ କରିଥିଲେ, ତାଙ୍କର ଅତି ପ୍ରିୟର ସିଂହନାଦ। ସେହି ସିଂହନାଦର ଦିବ୍ୟତ୍ୱ ଏତେ ଦିବ୍ୟମାନ ଥିଲା ସେ ସିଂହନାଦଟା, ତା'ର ପ୍ରକାଶ କରି କବି କ'ଣ କରୁଛନ୍ତି? ନା ତା'ର ବର୍ଣ୍ଣନା କରୁଛନ୍ତି। ସେ ଯେତେବେଳେ ଆସୁଛି ମଧ୍ୟ ଆକାଶ ମାର୍ଗରେ ତା'ର ଜ୍ୟୋତିଟା ଏତେ ମାନେ ବାହାରୁଛି ସତେ ଯେମିତି 100 ଗୁଣ ସୂର୍ଯ୍ୟଙ୍କର ଜ୍ୟୋତି ସହିତ ସେ ସମତୁଲ୍ୟ ବୋଲି ବିଚାର କରୁଛନ୍ତି। ସେଥିରୁ କ'ଣ ବାହାରୁଛି? ନା ଭୟଙ୍କର ଅଗ୍ନି ବାହାରୁଛି ଯାହାକି ଜ୍ୟୋତିଯୁକ୍ତ ହୋଇକି ଅଛି ଏବଂ
ସୂର୍ଯ୍ୟଙ୍କ ଠାରୁ 7 ଗୁଣ ବା 100 ଗୁଣ ତେଜ ଯେମିତି ସେଥିରୁ ବିକଶିତ ହେଉଛି। ସତେ ଯେମିତି 100ଟା ସୂର୍ଯ୍ୟର ଆଲୋକ ବା ଜ୍ୟୋତି ଯେତିକି ହେବ, ଗୋଟେ ସିଂହନାଦର ଜ୍ୟୋତି ବା ଆଲୋକ ସେତିକି ହେବ। ତାକୁ ସେଠାରେ କ'ଣ କରୁଛନ୍ତି ନା ବର୍ଣ୍ଣନା କରୁଛନ୍ତି। ସେହି ଜ୍ୟୋତିକୁ ସିଂହନାଦ ପ୍ରାପ୍ତ ହୋଇ ଭୀମସେନ ଦୁର୍ଯ୍ୟୋଧନଙ୍କୁ ରଣ ଆହ୍ୱାନ ଦେଇଥିଲେ ଏବଂ ସିଂହନାଦର ଶବ୍ଦରେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାରି ଆସିଥିଲେ। ଯେତେବେଳେ ପ୍ରଥମ ରଡ଼ି ଦେଇଥିଲେ, ପ୍ରଥମ ରଡ଼ିରେ ସେ କ'ଣ ହେଇଥିଲା ନା ଭୟଙ୍କର କମ୍ପମାନ ହେଇଥିଲା। ଦ୍ୱିତୀୟ ରଡ଼ିରେ ସେ କ'ଣ କରିଥିଲା ନା ଯୁଦ୍ଧ ନିମନ୍ତେ ବାହାରି ଆସୁଥିଲା। ସେହି ସମୟରେ ମା କମଳା କ'ଣ କଲେ ନା ତାକୁ ଜାବୁଡ଼ି ଧରିଲେ ଏବଂ ତାକୁ ଅଟକେଇଲେ। କିନ୍ତୁ ସେ କ'ଣ କଲା, ଯେହେତୁ ଦୁର୍ଯ୍ୟୋଧନ ହେଉଛି ଗୋଟେ ପାପୀ, ମା କମଳା ବା ଲକ୍ଷ୍ମୀଙ୍କୁ କ'ଣ କଲା ନା ଠେଲିଦେଲା, ପଳା ଯା ବୋଲି କହିଲା ଏବଂ ବିଭିନ୍ନ ପ୍ରକାର ଗାଲି, ଭର୍ସନା, ନିନ୍ଦା, ଅପମାନ ଦେଲା। ଯାହାଫଳରେ କମଳା କ'ଣ କଲେ ନା ସେଠୁ ଚାଲିଗଲେ। କିନ୍ତୁ ଯିବା ସମୟରେ ମଧ୍ୟ ଗୋଟେ ଜିନିଷ କହିଦେଲେ, ଯଦି ତୁ ଭୀମର ଆଉ ଗୋଟିଏ ରଡ଼ି ଯଦି ତୁ ସହିଯିବୁ, ସହ୍ୟ କରିଦେବୁ, ତାହେଲେ ତୁ ସବୁଦିନ ପାଇଁ କ'ଣ ହେଇଯିବୁ ରେ ନା ତୁ ଅଜର ଅମର ହେଇଯିବୁ। କ'ଣ ହେବ? ଅଜର ଏବଂ ଅମର ହେଇଯିବ। କିନ୍ତୁ ଦୁର୍ଭାଗ୍ୟ, ସେ ବାହାରି ଆସିଲା ଏବଂ ଯୁଦ୍ଧ ହେଲା। ଆଜି ପାଇଁ ଏତିକି ପିଲାମାନେ, ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍। ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ଆଜି ପାଇଁ ଏତିକି।